ଦେଖନ୍ତୁ କେତେ ସୁନ୍ଦର ଜାଗାରେ ମୁଁ ଆଜି ଆସିକି ପହଞ୍ଚି ଯାଇଛି। ଆଉ ଏଇଟା ଏମିତି ନୁହେଁ ଯେ ମୁଁ ଆପଣଙ୍କୁ କୁଆଡ଼େ ଗୋଟେ ନେଇକି ନୂଆ ଜାଗା ଦେଖେଇବି। ଏଇଟା ଖାଲି ମୁଁ ଭିଡ଼ିଓରେ ଆସିବାର ମୋର ଲକ୍ଷ୍ୟ ହେଲା ମାନେ କ'ଣ, ମୁଁ ଏଇଠି ଗୋଟେ ସାପ ଦେଖିଥିଲି। ସେ ବେଣୁଆରେ ଥିଲା ଗୋଟେ ବଡ଼ ସାପ, କିନ୍ତୁ ଅଛି ନା ନାହିଁ ମୁଁ ସେଇଟା ଦେଖାଇବା ପାଇଁ ଆପଣଙ୍କୁ ଆସିଛି। ସେଇଠି ପଶିଗଲା, ସେଇଠି ଦେଖନ୍ତୁ ପଶିଗଲା ଭିତରେ ପଶିଗଲା। କାହିଁକିନା ସେଠି ଦେଖନ୍ତୁ, ସେ ଆଗରେ ଦେଖିପାରୁଥିବେ ଚମ୍ପା ଗଛଟା ଅଛି। ମୋତେ ଲାଗୁଛି ଚମ୍ପା ଗଛରେ ଏଇଟା ଚମ୍ପା ଫୁଲ ଦେଖିପାରୁଥିବେ। ଚମ୍ପା ଗଛରେ ସାପ ରୁହନ୍ତି ମୁଁ ଶୁଣିଥିଲି, କିନ୍ତୁ ସତରେ ନା କ'ଣ ସେଇଟା ଜାଣିପାରୁନି। ଏଇଟା ଦେଖନ୍ତୁ କେତେ ସୁନ୍ଦର ପରିବେଶ ଭିତରେ ମୁଁ ରହୁଛି। ଆଉ ସେପଟେ ଏଇ ଗଛରେ ଦେଖନ୍ତୁ କେତେ ସୁନ୍ଦର ଆମ୍ବ ହେଇଛି। ସେଇଟା ମୁଁ ସକାଳେ ଆସିଲେ ପଡ଼ିଥାଏ, ଡେଲି ମୁଁ ଖାଏ ଏଠି ଆମ୍ବ ଯଦି ପଡ଼ିଥିବ। ଛୋଟ ଆମ୍ବ ଗୋଟେ ଏଇଠି ପଡ଼ିଛି, ୟାକୁ ଖାଇକି ଦେଖିବା। ନା ଏତେ ଭଲ ଲାଗୁନି। ବଡ଼ ଆମ୍ବ ପଡ଼ିଥାଏ, କିନ୍ତୁ ଏବେ ଯେହେତୁ ଲୋକ ଆସୁଛନ୍ତି, ଏଇ ଏରିଆଟା ପୁରା ସାପ ଏରିଆଟା। ମାନେ ଏତେ ସାପ, ମୁଁ 3-4 ଥର ସାପ ଦେଖିଲିଣି। ମୋତେ ବି ୱାର୍ଣ୍ଣିଂ ଦେଇଛନ୍ତି ଏଇ ଏରିଆରେ ଟିକେ ସାପ ଅଛନ୍ତି, ଟିକେ ଦେଖି ଜଗିକି ରହିବ। ମୁଁ ସେତେ ବିଶ୍ୱାସ କରୁନଥିଲି, ଫିର୍ ବି ଯେତେବେଳେ ମୁଁ ଦେଖିଲି ଜାଣିପାରିଲି ଯେ ନା ହଁ ଏଠି ସାପ ଅଛନ୍ତି। କାହିଁକିନା ଏଇଟା ପୁରା ନଦୀ ସାଇଡ଼୍, ସମୁଦ୍ର ସାଇଡ଼୍ରେ ପୁରା ଅଛି। ସେଗୁଡ଼ାକ ଦେଖନ୍ତୁ ବଣ ଜଙ୍ଗଲ ପୁରା ଦିଶୁଛି, କେତେ ବଣ ଜଙ୍ଗଲ। ଆମ୍ବ ପଡ଼ିନି, କ'ଣ କରିବା, ସାପ ବି ପଶିଗଲା। ସାପକୁ ଦେଖିବା ଏବେ ଯଦି ପୁଣି ବାହାରିଥିବ ମୁଁ ଆସିବି ପୁଣି ପରେ। ଏଇଠି ଭଲ ଆମ୍ବ ଗୋଟେ ପଡ଼ିଛି, ଖାଇବି। ପାଇଲି। ଡରିକି ଯିବାକୁ ପଡ଼ୁଛି, କାହିଁକିନା ଏତେ ବଡ଼ ବେଣ ତା ଭିତରେ ରହୁଛି ସେ ସାପ।